এই সামির ତମେ ମତେ କଣ ଏତେ ଭଲ ପାଅ? ভুবন গুরুর নাটে জবর মারামারি আই না আয় তার নাট আনলে মারামারি একা ଖାଇଛନ୍ତି କି ଦର୍ଶକଙ୍କଠୁ? ହଁ ବହୁତ ଗାଳି ଖାଇଛି ଲେଡିଜ ମାନେ ମତେ ଗାଳି କରିଛନ୍ତି ହେଲେ କେମିତି କି ଆମେ ସେଇ ଜିନିଷରେ ଜିତିବୁ ଆମେ ଟିକେ ଜୀବନ ଗଲେ ଯାଉ କିନ୍ତୁ ଆମେ ନାଟ ହାରିଗଲେ ତାକୁ ପଇସା କମ ଦିଆଯାଉଛି। ନାଇଁ 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 ଯିଏ ଜିତିଲା ତାକୁ ଅଧିକା ଭୁବନ ଗୁରୁ କମଳଚନ ଗୁରୁ ଭୁବନ ଗୁରୁ ଭର୍ସେସ ସରୋଜ ଗୁରୁ ଭୁବନ ଗୁରୁ ଭର୍ସେସ ଦାମ ଗୁରୁ ଭୁବନ ଗୁରୁ ଭର୍ସେସ କୈଳାସ ଗୁରୁ ଏଇ ଯୋଉ ଗୁରୁ ଗୁରୁ ମଧ୍ୟରେ ବି ଫାଟ ସୃଷ୍ଟି ହବ। ଏଇ କଳା ସଂସ୍କୃତି ଉପରେ ମଧ୍ୟ କିଛି ନା କିଛି କୁପ୍ରଭାବ କାହିଁକି ପୌରାଣିକ ଉପରେ ନାଇଁ କି ମତେ ବହୁତ ଇଣ୍ଟରେଷ୍ଟ ଯାଉଛି କରିବାକୁ ମୁଁ ବହୁତ ଚାହୁଁଛି। ନମସ୍କାର ମୋର ପ୍ରିୟ ଦର୍ଶକ ବନ୍ଧୁ ମୁଁ ଆପଣମାନଙ୍କର କେଡି କରାପୁଟିଆ ପୁଣି ଥରେ ଆଉ ଏକ ନୂଆ ଭିଡିଓରେ ଆପଣମାନଙ୍କୁ ସ୍ୱାଗତ କରୁଛି। ତ ଦର୍ଶକ ବନ୍ଧୁ ନୂଆ ହେଇକି ଯଦି ଆସିଥିବ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ଭିଡିଓ ଯଦି ଭଲ ଲାଗୁଛି ଆପଣମାନେ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ତ ଚାଲନ୍ତୁ ସିଧାସଳଖ ଆମ ସାମ୍ନାରେ ଜଣେ କଳାକାର ଅଛନ୍ତି ଯୋଉଟା କି ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟରେ ଭଲ ନାଁ ରଖିଛନ୍ତି ଆଉ ଜଣାଶୁଣା କଳାକାର। ତ ବହୁତ ଜଣଙ୍କର କମେଣ୍ଟ କୁ ନେଇକି ଆଜି ତାଙ୍କ ସହିତ ଆମେ ଭେଟ ହେଇଛୁ। ତ ଆସନ୍ତୁ ସିଧାସଳଖ ତାଙ୍କ ସହିତ କଥା ହେବା। ଆଜ୍ଞା ନମସ୍କାର। ଆଜ୍ଞା ନମସ୍କାର। ଆପଣଙ୍କୁ ଆଜ୍ଞା ଆମର କେଡି କୋରାପୁଟିଆ ୟୁଟ୍ୟୁବ ଚ୍ୟାନେଲକୁ ସ୍ୱାଗତ କରୁଛି। ବହୁତ ବହୁତ ଧନ୍ୟବାଦ। ଆଚ୍ଛା ତ ଆଜ୍ଞା ଆପଣ ସିଧା ଏବେ ଡାଇରେକ୍ଟଲି ଆପଣଙ୍କ ସହିତ ଟିକେ ପର୍ସନାଲ କଥା ହବା ଆଜ୍ଞା। ଠିକ ଅଛି। ତ ଆଜ୍ଞା ଏବେ କେମିତି ଅଛନ୍ତି? ଆଜ୍ଞା ମୁଁ ତ ବହୁତ ଭଲରେ ଅଛି ଆଉ ସମସ୍ତଙ୍କର ଫ୍ୟାନ୍ସ ମାନଙ୍କର ଲାଇକ୍ ଏବଂ ଭଲ ପାଇବା ମତେ ବହୁତ ଆନନ୍ଦିତ କରୁଛି ଏବଂ ଆଜି ମୁଁ ଯୋଉ ଏ ଚ୍ୟାନେଲରେ ଆଜି ମୁଁ ଆସିଛି ମତେ ବହୁତ ଖୁସି ଲାଗୁଛି ଆଉ ଏତେ ଖୁସି ଯେ କହିବାକୁ ନାହିଁ କାହିଁକି ବହୁତ ସମୟ ଦେଇକି ଆପଣମାନେ ମୋ ପାଖକୁ ପହଞ୍ଚିଛନ୍ତି ସେଥିପାଇଁ ମୁଁ ବହୁତ ଆନନ୍ଦିତ ବହୁତ ଖୁସି। ତ ଦେଖନ୍ତୁ ଆଜ୍ଞା କିଛି ଲୋକ ଜାଣି ବି ନଥିବେ ତ ପ୍ଲିଜ ଆପଣଙ୍କର ପରିଚୟ ଆପଣଙ୍କର ଗାଁ ଆଡ୍ରେସ ଟିକେ ଆମର ଦର୍ଶକ ବନ୍ଧୁଙ୍କୁ ଟିକେ ଜଣାନ୍ତୁ। ମୋ ନାଁ ହଉଛି ଆପଣମାନେ ସମସ୍ତେ ଜାଣିଥିବେ ମୋ ନାଁ ଭୁବନ ଗୁରୁ ଗାଁ ହଉଛି ପଡାପଦର ପୋଷ୍ଟ ବିସିଂପୁର ଜିଲ୍ଲା କୋରାପୁଟ। ତ ଆଜ୍ଞା ଆପଣ ଯଦି ମାଇଣ୍ଡ ନ କରନ୍ତି ଆମେ ଟିକେ ଆପଣଙ୍କର ପର୍ସନାଲ ଲାଇଫ ବିଷୟରେ କଥା ହେଇପାରିବା କି? ଠିକ ଅଛି ଆଜ୍ଞା। ତ ଆଜ୍ଞା ଆପଣଙ୍କର ଘରେ ଫ୍ୟାମିଲି ମେମ୍ବର ପୁରା ଆପଣଙ୍କର ପରିବାରରେ କେତେ ଜଣ? ମୋ ପରିବାର ତ ବାପା ତ ମରିଗଲେ ମା ମରିଗଲେ ଦି ଭାଇ ମରିଗଲେ ଆଉ ମୋ ଭଉଣୀ ଗୋଟେ ଆଉ ମୁଁ ଭଉଣୀ ବର୍ତ୍ତମାନ ବାହା ହେଇଛନ୍ତି ଉମରକୋଟ ଚଢେଇଗୁଡାରେ ଆଉ ମୋର ତିନିଟା ଝିଅ ଗୋଟେ ପୁଅ ଆଉ ମୋ ସ୍ତ୍ରୀ ଏମିତି ଘରେ ରହୁଛୁ ଆଉ। ଆଚ୍ଛା ପିଲାମାନେ ସମସ୍ତେ ପାଠ ପଢୁଛନ୍ତି? ହଁ ସବୁ ଦୁଇଟା ଝିଅ ବାହାରେ ଇଂଲିଶ ମିଡିୟମରେ ପଢୁଛନ୍ତି ଆଉ ଗୋଟେ ସାନ ଝିଅ କୁମଲି ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଛି ଆଉ ବାବୁ ଗୋଟେ ଏବେ ଛୋଟ ଅଛି। ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କେତେ? ମୋର ମାଟ୍ରିକ ଫେଲ ଆଉ ବେଶୀ କିଛି ପାଠ ତ ପଢି ପାରିଲି ନାହିଁ ବାପା ସେତେ ପଢେଇ ପାରିଲେ ନାହିଁ କି ମୋର ମନ ମଧ୍ୟ ପାଠ ଧ୍ୟାନ ଆଉ ଗଲା ନାହିଁ ଏ କଳାରେ ଯେତେବେଳେ ବାପା ଗୋଟେ ବହୁତ ବଡ କଳାକାର ଥିଲେ ଆଉ ସେ ବାପାଙ୍କର କଳା ଅନୁଯାୟୀ ମୁଁ ମଧ୍ୟ ସେ କଳାରେ ପଶିବାକୁ ବହୁତ ଇଚ୍ଛୁକ ହେଲା ସେଥିପାଇଁ ନାଟ୍ୟ କଳାକାର ଭିତରେ ମନଟା ଟାଣି ନେଲା ଆଉ। ଆପଣଙ୍କର ବୟସ ଏବେ ମ୍ୟାକ୍ସିମମ୍ କେତେ ହବ? ବର୍ତ୍ତମାନ ମୋର ବୟସ 39 39 ବର୍ଷ ଚାଲିଛି। ତ ଆଜ୍ଞା ଆପଣ ଜଣେ ୟଙ୍ଗ କଳାକାର। ହଁ ଆଜ୍ଞା ହଁ। ବହୁତ କମ ଦିନ ଭିତରେ ଆପଣ ବହୁତ ଭଲ ନାଁ କରିଛନ୍ତି ଏଇଟା ଅସମ୍ଭବକୁ ଆପଣ ସମ୍ଭବ କରିଛନ୍ତି। ହଁ ସେଟା ସବୁ ପ୍ରଭୁଙ୍କର ଇଚ୍ଛା ବାପା ମାଙ୍କର ଆଶୀର୍ବାଦ ଆଉ ସେଥିପାଇଁ ଏତେ ଦର୍ଶକ ମାନଙ୍କର ଭଲ ପାଇବା ଫ୍ୟାନ୍ସ ମାନଙ୍କର ଏଇ ଇଚ୍ଛୁକ ତାଙ୍କର ପ୍ରଶଂସା ପାଇଁ ଆଜି ଏସବୁ କରିବାକୁ ପଡୁଛି ଆଉ ବହୁତ କିଛି ଆମକୁ ବାହାରରୁ ମଧ୍ୟ ସମ୍ମାନ ମିଳୁଛି ସବୁ କିଛି ବି ପାଇପାରୁଛୁ ସେଥିପାଇଁ ଆମକୁ ବହୁତ ଖୁସି ଲାଗୁଛି। ଆଜ୍ଞା ଦେଖନ୍ତୁ ଆପଣ ବହୁତ କମ ଦିନରେ ଏଇ ଯୋଉ ଲୋକଲୋଚନକୁ ମାନେ ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟରେ ଚହଳ ସୃଷ୍ଟି କରିଛନ୍ତି ତ ଏହାର କ୍ରେଡିଟ ଆପଣ କାହାକୁ ଦବାକୁ ଚାହିଁବେ? ପ୍ରଥମେ ମୋ ବାପାକୁ ଦେବାକୁ ଚାହେଁ କାହିଁକି ବାପାଙ୍କ ଠାରୁ ମୁଁ ବିଦ୍ୟା ଶିଖିଛି ଆଉ ଏ କଳା ଶିଖିଛି ଆଉ ସେ ମା ସର୍ବମଙ୍ଗଳାଙ୍କର ଆଶୀର୍ବାଦରୁ ମୁଁ ଆଜି ଏ ମାନେ ବାହାରକୁ ବାହାରିକି ସୁନାମ ଅର୍ଜନ କରିପାରିଛି। ତ ଦେଖନ୍ତୁ ଆଜ୍ଞା ଏବେ ତ
एबिका दिन रे सबुठिरे कंपटीशन जे कोनसी जिंस रे धरिनियो आपण को कलाकार लाइन रे मध्य आपण जने जने कलाकार जने गुरु आपण को ठू टॉपिक कर भी आउ किछि लोक थाई पारंती नै कि हाँ निश्चय तो टिके आमे आपण को कला कला विषय रे टिके आलोचना करबा निश्चय करबा आज्ञा आपण ए जो कला लाइन को केते वर्ष हैला आसिके मोर 2012 रे मोर स्टार्टिंग आ आज को 2024 हैला माने 12 वर्ष हैला आज्ञा माने केमिति माने आपण तो 10 10th फेल परे तापर आउ अन्यान्य भी तो रास्ता ओ थिला आज्ञा आपण से सब छाडी करी माने कोन की किछि गुटे उद्देश्य नै कर कला लाइन को आसी उद्देश्य माने सही पड़ तो कलापति मन टिके टाणी नेला भगवान को आशीर्वाद जे जेंती जो रास्ता रे जीवा कथा तांके ही सब किछ करदी सेति पई सेही लाइन को आग धरबा पड़ला तो आपणकर शिक्षा गुरु तो की थिबे आज्ञा मोर शिक्षा गुरु किए नाही बापा ही शिक्षा बापा को द्वारा ही मो सब किछि शिखिछि आ मोर तो गुरु किए नाही किंतु अन्य अन्य नाटरे मु केवल बाजा मारवा जाउथिली आ प्रथमे मोर ये हमर मेलोडी बाजा जग थिला सेठी प्रथमे बाजा फाजा मारुथिली तापरे बापा मते मु नाट गुरु हेबी बोली बाबा कहवारु तांगे गुडे हारमोनियम किनि के आनु देले से हारमोनियम रे मु किछि किछि शिखि तापरे नाट शिक्षा गोटे आरंभ करली ता माने आपण बाजा ठु आरंभ करी एबे गायक पर्यंत हां हां मु ऑल राउंडर प्रभु मते सब किछि देइ छथि बाजा तापरे गीत मेलोडी ए सब किछि मु करि पारे तापरे आज्ञा देखंतु आपण तो नाटक सिखांती नै कि तो सेथिरे आप किछि किछि जिंसो आमे तो जानिनु पर सुनिबारे जहा जानुचु डांस फांस ए सब जिंसो भी आपण निजे करू हां मो निजे करूची जति जानिछि सेति देखौची आ आज काल डांस फैंस मन टिके वेराइटी अलगा हेलानी स्टाइलिश डांस जग हेलानी सेति प्रति टिके हमको आसुनी बोली बाहर पिला को मगौछु डांस फैंस देखाइबा को बाहर पिला मगौछु आ एंती रोल एक्टिंग फेक्टिंग देखाइबा को निजे मध्य देखाइबा पडुची तो आज्ञा एबे टिके कॉस्टली क्वेश्चन आज्ञा कोंतु तो देखंतु आज्ञा आपणकर जर्नी रही छी केवल 12 वर्ष नै कि हां तो अभिभक्त कोरापुट डिस्ट्रिक्ट रे 12 वर्ष मध्य रे आपणको सीनियर गुरु माने भी तो बहुत अछंती हां अछंती बहुत अछंती हां तो आपण कोन एमिति आपणको पाखरे मूल मंत्र अछि जे कम दिन मध्य रे अभिभक्त कोरापुट डिस्ट्रिक्ट को घांटी दैछन सेटा तो मु कोइ परबी नै सेटा भगवान कर इच्छा आउ जते बाहर मोर भल पाइबा फैंस मानकर इच्छा सेटा प्रभुंकर इच्छा पई मु तो किछि बुझी हेबो नै कि किछि कोइ हेबो नै मु एंती रे एंती एली सेंती एली सेटा सब से भगवान कर बाट सेटा सब तो किछि लोक कुहंती भुवन गुरु को तांकर कंटेंट यूनिक थाए या कोन सत्य हां सेटा तो सत्य समस्त भी कहउछंदी ले मु किंतु से सब नै कि तो मु किछि जानु नै कि गर्व करी मु कहू नै सेटा सब से भगवान ऊपर मु छाडी देउची तांकर आशीर्वाद रे सब किछि हेई पारुची मो नेजर द्वारा मु किछि करि पारुची बोली मु कहू नै आज्ञा आज पर्यंत 12 वर्ष जर्नी भितरे आपणकर केतेटा नाटक आपण करिसंती मोर एबे को वर्तमान 71 खंडे हेलानी तो सेही भितरु आपणको परिचय जोटा कि ए जो अभिभक्त कोरापुट डिस्ट्रिक्ट रे आपणकर भलो परिचय सृष्टि करैथिबा नाटक कोउटा भलो परिचय सृष्टि करथिबा फेमस करथिबा नाटक होची मोर ये पागल करछि गरिचे एरा जो कुमली रे सिखैथिली से उमरकोट कळसी रे बहुत हाईलाइट करैथिला बहुत नाम अर्जन करथिला सिठरू मते नवरंगपुर जिल्ला रे स्थान मिलला तापरे कोरापुट जिल्ला रे जोटी की दाबगुडा एमिति प्रेम को सलाम करो बोली जो नाटकटा सिखैथिली से कोरापुट जिल्ला रे मते मो नाटा को पूरा फेमस करथिला तो माने सुनिबा को मिलुछि आपण तो कोरापुट सॉरी नवरंगपुर डिस्ट्रिक्ट रे बहुत गुडा ना अर्जन करिसंती हां नवरंगपुर जिल्ला रे बहुत नाटक सिखैछि आ सब नाटक भी भलो चलीछि आपण जो कहले लोकलोचन को बेसी हाईलाइट करथिबा नाटक कोउटा सेटा पे आपण को दुईटा नाच कहली ए दुईटा नाच रे मते बहुत ना अर्जन हैला
ଏବେ ପର୍ଯ୍ୟନ୍ତ ବି ଆମର ସେଇ ଦାବୁଗୁଡା ନାଟଟା ଏମିତି ପ୍ରେମ ସଲାମଙ୍କର ସେ ନାଟଟା ବଞ୍ଚିଛି। ଆଉ ମୁଁ ଯାଉନି କିନ୍ତୁ ମୋ ଶିଷ୍ୟ ମାନେ କେମିତି କେମିତି ମଧ୍ୟ କରି ସେ ନାଟଟା ବୁଲେଇ 7 ବର୍ଷ ହେଲା ସେ ନାଟଟା ଚାଲିଛି। ଆଉ ଉମରକୋଟ ନାଟଟା ତ ଟାଉନ ପିଲାମାନେ ଶିଖିଥିଲେ, ସେଟା 2-3 ବର୍ଷ ବୁଲିଲେ ସେଟା ବନ୍ଦ କରିଦେଲେ। ଆଉ ଯେତେ ନାଟ ଶିଖେଇଛି ସବୁ ଷ୍ଟୋରି ସବୁ ନାଟ ବି ଭଲ ଥିଲା, ଭଲ ଚାଲିଛି। ଆଉ କାହିଁରେ ମଧ୍ୟ କିଛି କମି ନୁହଁ ବୋଲି। ତ ଆଉ କିଛିଟା ଜିନିଷ ଆପଣଙ୍କ ପାଖରେ ୟୁନିକ୍ ରହିଛି ଆଜ୍ଞା, ଯୋଉଟା କି ଆପଣଙ୍କର ଯୋଉ ଭଏସ ଟା କଣ ମାନେ ଲେଡିଜ ଭଏସ ବାହାରୁଛି, ପୁଣି ମାନେ କିଛିଟା ଆପଣ ଏକ୍ସଟ୍ରା ମେସିନ କିଛି ୟୁଜ କରନ୍ତି କି? ନାଇଁ ମେସିନ ତ କିଛି ନାହିଁ, କିନ୍ତୁ ଆପଣଙ୍କୁ ତ କହିଲି ସେଟା ତ ମୁଁ ତ ନିଜେ ଜାଣିପାରୁନି। କହିବା ପାଇଁ ସେମିତି ଟ୍ରାଏ କରୁ କରୁ ଟିକେ ହେଇଯାଉଛି, ସେଟା ସେ ମାଙ୍କର ଇଚ୍ଛା ସେଟା। ତ ପଦେ କାହିଁ ଆମକୁ ସେଇ ଲେଡିଜ ଟ୍ୟୁନ ରେ ପଦେ ଡାଇଲଗ ଶୁଣେଇବେ କି? ହଁ ଶୁଣେଇବି। ଲେଡିସ ଟ୍ୟୁନ ବର୍ତ୍ତମାନ ଆଉ ଆପଣ ମାନେ ଯେତେବେଳେ କହୁଛନ୍ତି ବୋଲେ କହିବି। ଏଇ ସମୀର, ତମେ ମତେ କଣ ଏତେ ଭଲ ପାଅ? ସତରେ ସମୀର, ତମେ ଯଦି ମତେ ଭୁଲିଯିବ ନା, ମୁଁ ତୁମ ବିନା ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ହଁ ସମୀର, ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ପ୍ଲିଜ ମତେ ଅଲଗା କରିବାକୁ କେବେ ଚେଷ୍ଟା କରିବନି ସମୀର, ଚେଷ୍ଟା କରିବନି। ବହୁତ ସୁନ୍ଦର ଆଜ୍ଞା। ଏଇଟା ଯୋଉ ଆପଣ ଯୋଉ ମାଇକ ରେ କରନ୍ତି ତାହେଲେ ସେଇଟା ଆହୁରି ୟୁନିକ୍ ଲାଗିଥାନ୍ତା। ହଁ ହଁ। ତ ଆଜ୍ଞା କିଛିଟା କିଛି ଲୋକ ଆଜ୍ଞା ଜଣକୁ ଭଲ ବି କୁହନ୍ତି, ଆଉ କିଛି ଲୋକ ଅଛନ୍ତି ଖରାପ ବି କୁହନ୍ତି, ଏଇଟା ଠିକ କି ନାହିଁ? ହଁ ହଁ, ପ୍ରତ୍ୟେକ ଜିନିଷ ପ୍ରତ୍ୟେକ ଲୋକକୁ ଠିକ ଲାଗେ ନାହିଁ। କାହିଁକି ନା ଗୋଟେ ଜିନିଷ ସମସ୍ତଙ୍କୁ ଭଲ ଲାଗେ ନାହିଁ। କାହାକୁ ତ ଖରାପ ଲାଗେ, କାହାକୁ ମିଠା, କାହାକୁ ଖଟା, କାହାକୁ ଏମିତି ତ ଚାଲିଛି। ଆଉ 5 ଆଙ୍ଗୁଳି ତ ସମାନ ନଥିବ। ସେଥିପାଇଁ ଯୋଉ ଜିନିଷ ହଉ ଲୋକକୁ ଗୋଟେ ଲୋକକୁ ଭଲ ଲାଗିଲେ ଆଉ ଗୋଟେ ଲୋକକୁ ଖରାପ ଲାଗିବାଟା ବାଧ୍ୟ। ସମସ୍ତଙ୍କୁ ସମାନ ପସନ୍ଦ ଲାଗିବ ନାହିଁ। ତ ମୁଁ ଦିନେ ଏମିତି ଦେଖୁ ଦେଖୁ ଆପଣଙ୍କର କିଛି ଭିଡିଓ ମୁଁ ଦେଖିଲି, ତ ତାହିଁରେ ଆଜ୍ଞା 100ଟା କମେଣ୍ଟ ଭଲ ଅଛି, ତ ସେ ଭିତରୁ ଗୋଟେ ପାଖାପାଖି 10ଟା କମେଣ୍ଟ ଖରାପ ଅଛି। ଠିକ ଅଛି, ମୁଁ ଜଣଙ୍କ ଚ୍ୟାନେଲରେ ଦେଖୁଥିଲି, ତ ମୁଁ ସେ ଭଲ କମେଣ୍ଟ କୁ ମୁଁ ଦେଖି ନାହିଁ, ମାନେ କଣ ମାନେ ଦେଖିଛି ଭଲ କମେଣ୍ଟ ତ ଭଲ କମେଣ୍ଟ ରହିବ, କିନ୍ତୁ ଯୋଉଟା ଖରାପ କମେଣ୍ଟ ଥିଲା ସେଇ କମେଣ୍ଟକୁ ମୁଁ ଧରିକି ଆଜି ଆପଣଙ୍କ ପାଖକୁ ହଁ ସେଇଟା ତ ସତ କଥା। କହିଲି ଏବେ ଆପଣଙ୍କୁ ସବୁ ଜିନିଷ ତ ସମସ୍ତଙ୍କୁ ପସନ୍ଦ ଲାଗେ ନାହିଁ। କେତେ ଲୋକ ଅହଂଙ୍କାର ପାଇଁ ବି ହଁ କହିବେ। ହଁ କେତେ ଲୋକ ମାନେ ବିରୋଧୀ ଦଳ ବି ଥିବେ। ଏବେ ଯେମିତି ରାଜନେତା ମାନଙ୍କର ଯେମତି ଅଛି ସେଇଭଳିଆ ଆଉ। ତ ଟିକେ ସେଇ ଖରାପ କମେଣ୍ଟ ବିଷୟରେ ଟିକେ ଆଲୋଚନା ହେଇଯାଉ। ହଁ ଠିକ ଅଛି। ତ ଦେଖନ୍ତୁ ଆଜ୍ଞା, ଏବେ ତ ବିଭିନ୍ନ ପ୍ରକାର ଏଇ ଯୋଉ କଳା ଏଇ ଯୋଉ ଆପଣ ଆମର ଯୋଉ ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟ ରେ ବିଭିନ୍ନ ପ୍ରକାର ନାଟ ଗୁରୁ ଅଛନ୍ତି ନାଇଁ କି? ବହୁତ ନାଟ ଗୁରୁ ହେଲେଣି, ଆଉ ବିଭିନ୍ନ ପ୍ରକାର ନାଟ ଶିଖଉଛନ୍ତି, ଯୋଉଟା କି ଯୋଉଟା କହିବେ ଆଠୁ ସିଏ ବଡ ତାଠୁ ଇଏ ବଡ ଏଇ ଟାଇପ ର, ମାନେ ଦିନକୁ ଦିନକୁ ଅଲଗା ଅଲଗା ଭିନ୍ନ ଭିନ୍ନ ହଁ ଟାଇପ ର। ହଁ ହଁ ସତ କଥା ହଁ। ତ ଏମିତି ଆପଣ ବି ଭିନ୍ନ ଭିନ୍ନ ଟାଇପ ର ନାଟ କରୁଥିବେ? ହଁ କରୁଛୁ। ଆଜିକାଲି ତ ଜାଣିଛନ୍ତି ଷ୍ଟାଇଲିଷ୍ଟ ଦୁନିଆ ହଁ ହେଇଗଲା। ହଁ ହଁ। ସବୁ ତ ବିଦେଶୀ ଖାନା, ବିଦେଶୀ ଡ୍ରେସ, ବିଦେଶୀ ଭାଷା, ସବୁ ଆଉ ନିଜର ଦେଶର ଜିନିଷ ଆଉ କିଛି ନାହିଁ। ସବୁ ବାହାରର ଜିନିଷ ସବୁ ଲୋକ ୟୁଜ କଲେଣି। ହେଲେ ସେ ଜିନିଷକୁ ଦେଖିକିରି ଆମେ ମଧ୍ୟ ଚାଲବାକୁ ପଡୁଛି। ଯଦି ଆମେ ଚାଲବା ନାହିଁ ସେ ଜିନିଷଟା ଆମର ଚାଲବ ନାହିଁ। ତ ମୋର କହିବା ଉଦ୍ଦେଶ୍ୟ ଆଜ୍ଞା ଆପଣଙ୍କୁ, ଦେଖନ୍ତୁ କିଛି ଲୋକ କହୁଛନ୍ତି ଯୋଉଟା କି ସବୁ ଟାଇମ ରେ, ମୁଁ ଆପଣଙ୍କୁ ବୋଲିକରି କହୁନାହିଁ, ମୁଁ ପ୍ରତ୍ୟେକ ଜାଗାରେ ଗଲେ ଆଜ୍ଞା ମୋର ଗୋଟେ କୋଶ୍ଚିନ୍ ଥାଏ। ଯୋଉଟା କି ସବୁ କମେଣ୍ଟ ମୁଁ କେବଳ ମୁଁ ଜଣକୁ କୋଶ୍ଚିନ୍ କଲା ଆଗରେ ମୁଁ କମେଣ୍ଟ ମାନେ ସର୍ଚ୍ଚ କରେ। ହଁ ଠିକ ଅଛି, ହଁ ତାପରେ ସବୁ କିଛିଟା ଖରାପ କମେଣ୍ଟ କୁ ଆଗ ମୁଁ ଆକ୍ସେପ୍ଟ କରେ। ଠିକ ଅଛି, ହଁ କାହିଁକି ଖରାପ କମେଣ୍ଟ ହେଲା ସେ ବିଷୟରେ ତ ମୁଁ ପ୍ରାୟ ଗୁରୁ ଆଜ୍ଞା ମାନଙ୍କୁ ଏଇ ଜିନିଷ ଟା କୋଶ୍ଚିନ୍ କରିଛି। ଆଜି ମୁଁ ଆପଣଙ୍କୁ ବି ସେଇ କଥାଟା ପଚାରିବି। ହଁ ନିଶ୍ଚୟ ପଚାରିବେ। ଦେଖନ୍ତୁ ଆଜ୍ଞା, ନାଟକ ଯୋଉ ଷ୍ଟୋରି ଗୁଡାକ ଯୋଉ ଯୋଉ ଆପଣ ଯୋଉ ଷ୍ଟାଇଲ ରେ କରୁଛନ୍ତି, ଆପଣ ମାନେ ଯେତେ ନାଟଗୁରୁ ଆଜ୍ଞା ମାନେ ଅଛନ୍ତି ସେଟା ଠିକ। କିନ୍ତୁ କିଛିଟା ଅଂଶ ମାନେ ଆମର ନାଟକ ହଉଛି ଆଜ୍ଞା ଖୋଲା ମଞ୍ଚ କି ନାଇଁ? ହଁ ଖୋଲା ମଞ୍ଚ। ତ କିଛିଟା ଜିନିଷ ଆଜ୍ଞା ଯୋଉଟା କି ସମାଜକୁ କୁପ୍ରଭାବ ବି ପକେଇ ପାରେ। ହଁ ନିଶ୍ଚୟ ଆଜ୍ଞା। ହେଇପାରେ। ତ ସେଇ ସବୁ ଜିନିଷ ଆମର ନାଟକରେ କିଛି ଜାଗାରେ ସେଇଟା ଦେଖିବାକୁ ମିଳୁଛି କି ନାଇଁ? ହଁ ମିଳୁଛି। ତ
ଏଇଟା ଦେଖିବାକୁ ମିଳିବାର କାରଣ କାହାକୁ ଦେବି ଆଜ୍ଞା ଆର କ୍ରେଡିଟ କିଏ ଦର୍ଶକଙ୍କ ପାଇଁ ଆପଣ ମାନେ ଏଇ ସବୁ କରୁଛନ୍ତି ନା ଆପଣଙ୍କ ଖୁସି ପାଇଁ କରୁଛନ୍ତି? ନାଇଁ ନାଇଁ ଦର୍ଶକ ମାନଙ୍କର ଖୁସି ପାଇଁ ଆମେ ସବୁ କିଛି କରିବାକୁ ପଡୁଛି ଆଉ ଆମର ନିଜର ପସନ୍ଦରେ କଲେ ତ ହବ ନାହିଁ ଦର୍ଶକ ମନକୁ ଯିବାର ଅଛି ଯୋଉଟା ଗୋଟେ ଖୁସି ଲାଗବାର ଅଛି ଏଇ ଜିନିଷ ଗୋଟେ କର ଗୁରୁ ବୋଲିକିରି ଆମକୁ କହୁଛନ୍ତି ମଧ୍ୟ ଏମିତି ଏମିତି ଗୋଟେ କର ବୋଲି ବয়োଜ୍ୟେଷ୍ଠ ଭାଇ ମାନେ କି ବୟୋଜ୍ୟେଷ୍ଠ ଗୁରୁ ମାନେ ମଧ୍ୟ କହୁଛନ୍ତି କିଛିଟା ଆମେ ମଧ୍ୟ ସେଟା କରୁଛୁ ଆଉ ସେଟା ଯାହା ଭଲ ହଉଛି ଖରାପ ହଉଛି ଦର୍ଶକ ମାନେ ହିଁ ଜାଣନ୍ତି ଆଉ କିନ୍ତୁ ଆପଣଙ୍କ ମତରେ ଆଜ୍ଞା ଏଇ ଯୋଉ ଷ୍ଟେଜ ରେ ଯୋଉଟା କରାଯାଉଛି ବାଇକ୍ ଟା କି ଜଣକୁ ବାନ୍ଧିକି ଆଣିବାଟା ଆପଣଙ୍କ ମତରେ ଏଇଟା ଠିକ ହଉଛି କି? ପ୍ରକୃତରେ ଏସବୁ ଜିନିଷ କାହିଁକି କରିବାକୁ ପଡୁଛି ମାନେ ଲୋକମାନେ ଆମକୁ ବାଧ୍ୟ କରୁଛନ୍ତି ଗୋଟେ ଗୁଣ୍ଡା ଗୋଟେ ବାହାରିଲା ଏଇ ସମାଜକୁ ନେଇ ଦୁନିଆକୁ ନେଇ ହଁ ଏବେ ଯୋଉ ବର୍ତ୍ତମାନ ଚାଲିଛି ହେଲେ ଅପେରା ଜିନିଷ ଯାକ ଦେଖିକି ସିନେମା ଜିନିଷ ଯାକ ଦେଖିକି ଲୋକମାନେ କହୁଛନ୍ତି ଭିଲେନ ଗୋଟେ ବାହାରିଲା ବାଇକ୍ ଗୋଟେ ବାହାର କରିକିରି ବୁଲେଇଲେ ଭଲ ହେଇଥାନ୍ତା ଲୋକ ଟିକେ ଆଟ୍ରାକ୍ଟ ହେଇଥାନ୍ତେ ବୋଲେ ଏମିତି କହିବାରୁ ହଉ କାଢି ଦେଖବା ହେଲେ ଏମିତି କାଢିବାରୁ ବହୁତ କମ୍ପ୍ଲେନ ଗଲା ନା ଏଇ କମ୍ପିଟିସନ ନାଟରେ ବିଜାର ହଉଛି ଆଉ ଗୋଟେ ଗୁରୁକୁ ଡିଷ୍ଟର୍ବ ହଉଛି ଏସବୁ କର ନାହିଁ ବୋଲିକିରି ମୋର ଗୁରୁ ବୟୋଜ୍ୟେଷ୍ଠ ଗୁରୁ ମାନେ କହିଲେ ମୋର ଗୁରୁ ୟୁନିୟନ ର ସଭାପତି ମାନେ କହିଲେ ସେଥିପାଇଁ ମୁଁ ସେ ଜିନିଷ ଜାଗା ଏବେ ଛାଡି ଦେଇଛି ଆଉ ଗାଡି ଘୋଡା ଯାକ ଏଇ ସବୁ ବାହାର କରୁନୁ ଆଉ ନର୍ମାଲ ରେ ଚାଲିଛି ଆଉ ନା ମାନେ ମୋର କହିବା ଉଦ୍ଦେଶ୍ୟ ଏଇଟା କି ଆଜ୍ଞା ମୁଁ କେବଳ କମେଣ୍ଟ କୁ ନେଇକି କରେ କି ମୋର ଆପଣ କଣ ବାହାର କରୁଛନ୍ତି ଆପଣଙ୍କର ଗୁରୁ ଷ୍ଟାଫ ଆପଣଙ୍କର ଗୁରୁ ଆମ ଆପଣଙ୍କୁ ବୋଲି କହୁନାହିଁ ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟ ରେ ତ ଆପଣ ମାନେ କିଛି ତ ଭାବିକରି କରୁଥିବେ ନା ଦର୍ଶକ ଏବେ ଦେଖେ ୟୁନିକ୍ ଜିନିଷ ଆଜ୍ଞା ଠିକ କି ନାହିଁ ହଁ କଣ ଗୋଟେ କଥାରେ ଅଛି ଯୋ ଦିଖତା ହେ ଓ ବିକତା ହେ ହଁ ସତ କଥା ତ ସେଇ ଟାଇପ ର ଏବେ ସାଉଥ କୁ ଆମର ଯୋଉ ଏଇ ଲୋକାଲ ଏରିଆର ଲୋକମାନେ ବି ଆଜ୍ଞା ସବୁ ସାଉଥ କୁ ଫୋକସ କରୁଛନ୍ତି ହଁ ହଁ ସତ କଥା ଦେଖନ୍ତୁ ହିନ୍ଦୀ ଓଡିଆ ବହୁତ ସୁନ୍ଦର ସିନେମା ହେଇଥିବ କିନ୍ତୁ ହିନ୍ଦୀ ସିନେମା ଯଦି ଓଡିଆ ସିନେମା ଯଦି ହଲ ରେ ପଡିଥିବ କିଏ ଦେଖିବାକୁ ନାଇଁ ନାଇଁ ଯାଉନାହାନ୍ତି ନାଇଁ ନାଇଁ ଯଦି ସାଉଥ ମୁଭିଟା ଗୋଟେ ପଡିଛି ତାହିଁରେ ଜାଣିଛନ୍ତି ମାର କାଟ ଦୁନିଆ ପ୍ରକାର ହାଣା ହଣି ଥିବ ହଁ 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 ସତ କଥା ସେମିତି ତ ଚାଲିଛି ଆଉ ତ ସେଇ ଜିନିଷକୁ ଦେଖିବାକୁ ହାଉସଫୁଲ ଫୁଲ 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 ହଁ ତ ଆପଣ ବି ସେଇ ଆଇଡିଆକୁ ଆପଣେଇଥିବେ ନାଇଁ ନାଇଁ ମୁଇଁ ସେମିତି ତ କରିନାହିଁ ନା ନା ମାନେ ମୋର କହିବା ଉଦ୍ଦେଶ୍ୟ କଣ କି ଯୋଉଟାକୁ ମାନେ ମାଲ ମସଲା ଦେଇକରି କରିଲେ ଅଡିଏନ୍ସ ବେଶୀ ଭଲ ପାଏ ଭଲ ପାଇବେ ମେନ୍ କଣ ହଉଛି ପ୍ରତ୍ୟେକ ଜାଗାରେ ମୁଇଁ ଶୁଣିଛି ବଢିଆ କୋଶ୍ଚିନ୍ ଟା ପଚାରିଛନ୍ତି ଭୁବନ ଗୁରୁ ନାଟେ ଜବର ମାରା ମାରି ଆଇନା ହାय ତାର ନାଟ ଆଣିଲେ ମାରା ମାରି ଆକା ବୋଲିକିରି କହିଲେ ତାପରେ ଆଉ ଗୋଟେ ଥର ଗୋଟେ ନାଟ କମ୍ପିଟିସନ ନାଟ ଚାଲିଥିଲା ଟଇଲାଗୁଡାରେ ସେଠି ମୋର ଗିଉରି ନାଟ ଯାଇଥିଲା ଆଉ ଗୋଟେ ବାସୁଦେବ ଗୁରୁର ନାଟ ଗୋଟେ ହଉଥିଲା ମୁଁ ସେଦିନ ଯାଇନଥିଲି ଆମର ମାନସିଂ ଯାଇଥିଲା ଆଉ ସେଠି ଏମିତି ଲାଷ୍ଟ ଫାଇଟିଂ ହେଲା ବେଳକୁ ଗୋଟେ ପୁଅ ଭାଙ୍ଗ ଖାଇ ଦେଇଥିଲା ଆଉ ସେ ବ୍ଲଡ ବାହାର କରିବା ଜିନିଷ ଟିକେ ଚୁବେଇ ଦେଇଥିଲା ହେଲେ ଫାଇଟିଂ କରୁ କରୁ ତାର ଶଙ୍ଖିଟା ଯେତେବେଳେ ଶୁଖିଗଲା ପାଣି ପିଇବାକୁ ଇଚ୍ଛା ଲାଗଲା ସେ ଅଚେତ ହେଇକିରି ପଡିଗଲା ତାକୁ ଭୁବନଗର ନାଚରେ ଭିଲେନ ଗୋଟେ ମରିଗଲା ଭୁବନଗର ଜେଲ ରେ ଅଛି ବୋଲି ଦୁନିଆ ମତେ ହାଲା କରିଦେଇଥିଲେ ମୁଁ ଏଇ ଜିନିଷ ମୁଁ ଆପଣଙ୍କୁ କୋଶ୍ଚିନ୍ କରିଥାନ୍ତି କାହିଁକି ନା ଏଇ ଜିନିଷ ବି ମୋର ପାଖରେ ଥିଲା ତ ପ୍ରକୃତ କଥା କି ନାଇଁ ନାଇଁ ଏଇଟା ମିଛ ଗୋଟେ ଲୋକ ଯଦି ମରିଯିବ ମଲା ଭଳିଆ କିଏ ଗୋଟେ ମାରାପିଟା ହେବେ କି ସେମିତି କିଛି ନାହିଁ ସେ ଭାଙ୍ଗ ଚୁବେଇ ଦେଇଥିଲା ଫାଇଟିଂ ଲାଗଲା ବେଳକୁ ତାର ଗଳାଟା ଶୁଖିଗଲା ସେ ଅଚେତ ହେଇକିରି ପଡିଗଲା ଆଉ ଯେତେବେଳେ ସେ ବ୍ଲଡ ବାହାରବା ଜିନିଷଟା ସେ ଚୁବେଇ ଥିଲା ସେଇଟା ବାହାରିଲାରୁ ଲୋକ ସତରେ ବ୍ଲଡ ବାହାରୁଛି ଆଉ ପିଲାଟା ମରିଗଲା ଆମ୍ବୁଲାନ୍ସ ଡାକ ଏ ସବୁ କର ବୋଲିକିରି କରିଥିଲେ ପୁଣି ମୁଇଁ ତ ଶୁଣିଲି କିନ୍ତୁ ଏଇଟା ମିଛ କଥା ଆଜ୍ଞା ସେ ଭିଡିଓ ମୁଁ କ୍ଲିପ ବି ଦେଖିଛି ତାହିଁରେ କିଛି ଆୱାଜ ଆସୁଛି ପଛରୁ ଏ ମେଡିକାଲ ନିଆ ନା ତାକେ ମେଡିକାଲ ନିଆ ଇ ଆୱାଜ ଟା ମୁଁ ଶୁଣିଥିଲି ହଁ ସେଟା ସେ ଯେତେ ଦର୍ଶକ ମାନେ ଦେଖବା ଲୋକ ସତ ଏଇଟା ବୋଲିକିରି ତାକୁ ସେଇ ଭଳିଆ ଚିତ୍କାର କରୁଥିଲେ ଆଉ ତ ତାହେଲେ ଏଇ ଯୋଉ ଆପଣ ମାନଙ୍କର ଏଇ ଯୋଉ ଫାଇଟିଂ ହଉଛି ଯୋଉ ବ୍ଲଡ ହଉଛି ସେଟା ରିଏଲ ନଥାଏ ନାଇଁ ନାଇଁ ରିଏଲ ନାଇଁ ସେଟା ଲୋକକୁ ଟିକେ ରିଏଲ ଲାଗି ଯାଉଛି ଆଉ ମାନେ ପବ୍ଲିକ ଆଟ୍ରାକ୍ସନ କରିବା ପାଇଁ ସେ ଜିନିଷ ଯାକ କରାଯାଉଛି ଆଉ ଜାଣିଛନ୍ତି ସେ ଲୋକମାନେ ତ ଜାଣିଛନ୍ତି ପ୍ରକୃତରେ ଆଜିକାଲି ଅଜଣା ତ କୋଉଟା ଅଛି କି ଦୁଇ ଲୋକ ନ ଜାଣିଲେ ମଧ୍ୟ ନାଇକି ଜଣେ ଜାଣବ ଏକା କାହିଁକି ନଲେଜ ସେମିତି ଅଛି ଆଜିକାଲି ଲୋକମାନଙ୍କୁ ନାଇଁ ଆଜ୍ଞା ଦେଖନ୍ତୁ ଅରିଜିନାଲ ବ୍ଲଡ କୋଉଟା ଆଉ ଡୁପ୍ଲିକେଟ ବ୍ଲଡ କୋଉଟା ଜଣା ପଡିଯିବ ଦେଖନ୍ତୁ ଆଜ୍ଞା ଆଉ କିଛି ଲୋକ ଅଛନ୍ତି ମାନେ ଦେଖ ଯୋଉଟା ୟଙ୍ଗ ଜେନେରେସନ ର ପିଲାମାନେ ଯୋଉଟା ଅଛନ୍ତି ତାଙ୍କେ ବୁଝିପାରୁଛନ୍ତି ହଁ ହଁ ନାଇଁ କି ହଁ ତାଙ୍କେ ମୋବାଇଲ ଫୋବାଇଲ ଦେଖିକି ସବୁ ଜାଣି ପାରୁଛନ୍ତି ହଁ ଯୋଉଟା ହଁ ଓରିଜିନାଲ ଡୁପ୍ଲିକେଟ ଜାଣୁଛନ୍ତି କିନ୍ତୁ କିଛି ମା ଭଉଣୀ ମାନେ ବସି ଥାଉଛନ୍ତି ହେଲା
ताके तो जानी पारबे ନାଇଁ ନାଇଁ ତାଙ୍କେ ଜାଣୁନାହାନ୍ତି ତାଙ୍କେ ବହୁତ ଗାଳି କରୁଛନ୍ତି ଆଉ ଏଟା କାଇଁ ନାଟ ଆଣିଲା ଆଚ୍ଛା ସେଟା ପିଲା ମରି ଯାଇଥିବେ ରକତ ବାହାରିଲାନି ବନ୍ଦ କରାରେ ମୋର ଦେଖିଆ ମନ ବୋଲି ବୋଲି କି ତାଙ୍କର ଭାଷାରେ ଗାଳି କରୁଛନ୍ତି ହେଲେ ମଧ୍ୟ ଆମେ ହସୁଛୁ ଲାଷ୍ଟକୁ ବାହାର ପ୍ରେସର ଯେତେବେଳେ ହେଲା ମୁଁ ଗୀତ ବନ୍ଦ କରିଦେବି ସିନ୍ ମଧ୍ୟ ବନ୍ଦ କରିଦେଉଛି। अच्छा आज्ञा आउ गोटे क्वेश्चन करबी आपणक लाइफ रे केबे एमिति जिंस हेछि जोटा कि आपणकर नाटरे फाइटिंग सीन बेले आपण केबे गाली खाई छंती कि दर्शक को ହଁ ବହୁତ ଗାଳି ଖାଇଛି ଲେଡିज ମାନେ ମତେ ଗାଳି କରିଛନ୍ତି ଏ ଗୁରୁ ତୁଇ ନାଟ ବନ୍ଦ କରନି ମାରା ପିଟା ହେଲେ ଡାବୁ ଦେବୁ ମାରା ପିଟା ନା ହେଲେ ସେ ଡାବୁ ଦେବୁ ମାତ୍ର ଏମିତି କରି ଗୋଲ ଗଲା କରି ନା ମାରନି ତାକୁ ଜୁଆର ଲାଗ ତୋର ଗୀତ ବନ୍ଦ କରବେ ଆରି ସେ ବାବୁ ବେଗି ଭଲ କରବେ ବୋଲିକିରି ବାହାର ମା ଭଉଣୀ ମାନେ କହୁଛନ୍ତି ମୁଁ ହଉ ମା ଠିକ ଅଛି ଏଟା ରିଏଲି ବ୍ଲଡ ନାହିଁ ସତ ରକ୍ତ ନାହିଁ ଏଟା ଏଟା ଖାଲି ଏକ୍ସନ ହଁ କହନ୍ତି ରକତ ବାହାରିଲାନି ଏକା ବୋଲିକିରି ମତେ ବହୁତ କିଛି କହିବାରୁ ମୁଁ ବନ୍ଦ ମଧ୍ୟ କରିଦେଇଛି। तो मु किछि गोटे कथा सुनी छी आज्ञा जोटा कि कोन कहबे स्टेज रे जेते बेले गोटे विलेन बाहरुछि ताकू जो पर्यंत अंडा और चप्पल न पड़ीछि सेते बेले पर्यंत से परफेक्ट विलेन नो एक्चुअली करेक्ट कथा काहे से सेंती रोल करूची आउ सेंती बाधा दउची हीरो फैमिली को ऑडियंस को आखिर पानी बाहर थुआर अछि सेटा ही रोल चप्पल माଳ ଯେତେବେଳେ ପଡିବ ଆପଣ କହିଲେ ସେଇଟା ହିଁ ପରଫେକ୍ଟ ରୋଲ କାହିଁକି ଲୋକ ରାଗି କି ହୃଦୟ ଭିତରେ ନେଇକି ସେ ଜିନିଷଟା କରିଥାନ୍ତି। ଆଉ ଗୋଟେ ଜାଗାରେ ମୁଁ ଦେଖିଛି ଆଜ୍ଞା ଆପଣଙ୍କର ନାଟରେ କିଛି ଗୋଟେ ଭିଡିଓ ମୁଁ ଦେଖୁଥିଲି କୋଟି ଗୋଟେ ଫାଇଟିଂ ସିନ୍ ବେଲେ ବାହାରର ଲୋକ ଆସି କରି ସି ମଝିରେ ଗେଞ୍ଜି ହେଇକରି ସେଟା ଜଣେ ଇଏ କରୁତା ମାନେ ସେ ଜିନିଷ ତାକୁ ଏତେ ତାକୁ ହୃଦୟରେ ଛୁଇଁ ଗଲା ଯୋଉ ହିରୋକୁ ଫାଇଟ୍ କରୁଥିବା ବେଲେ ବାହାର ଲୋକ ଆସିକିନା ସେ ଭିଲେନ ର କଲର ଧରୁଥିଲା। ହଁ 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 ଏଟା ହେଇଛି କାହିଁକି ସିଏ ବସିକି ଆରାମରେ ଜଣେ ନାଟ ଦେଖୁଥିଲା ତାକୁ ତାର ଜୀବନ ବାଜିଗଲା ସେଥିପାଇଁ ସିଏ ଆଇଲା ତାର କଲର ଧରିକିରି ଏ ବାବୁ ଆହୁରି ମାର ବୋଲିକିରି ହିରୋକୁ କିଛି ପଇସା ଦେଇକି ଗଲା। ତ ବିଭିନ୍ନ ବହୁତ ଆପଣଙ୍କର ନାଟରେ ତ ୟୁନିକ୍ ଥାଏ ଆଜ୍ଞା କିନ୍ତୁ କିଛି ଜିନିଷ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି ଦର୍ଶକ ମାନଙ୍କ ପାଇଁ ହଉ କି କିଛି ଲୋକ ଯୋଉ ହେଟର୍ସ ମାନଙ୍କ ଥ୍ରୋରୁ ଆପଣଙ୍କର ଯୋଉ ହେଟର୍ସ ଅଛନ୍ତି ତାଙ୍କ ଥ୍ରୋରୁ ମୁଁ ଆପଣଙ୍କୁ କହିବି ଆଜ୍ଞା ତ କିଛି ଏମିତି ଏତେ ମାନେ କୋଉ ଜିନିଷ ଏମିତି ରହିଯାଉଛି ତ ସେଇ ସବୁ ଜିନିଷ ଟିକେ କମ ହେଲେ ଆଉ ଯୋଉଟା କି ପବ୍ଲିକ ଜନସମାଜକୁ ଇଫେକ୍ଟ ଯୋଉଟା ନ ପଡୁ ସେଇ ଟାଇପ ର କରିବାକୁ ଆପଣ ଚେଷ୍ଟା କଲେ ହେଟର୍ସ ଠୁ ଆପଣ ବଞ୍ଚିକି ରହିବେ। ହଁ ମୁଁ ସେ ସବୁ ଜିନିଷ କରିବାକୁ ଇଚ୍ଛା ନାହିଁ ଏବେ ଦେଖ ଗୋଟେ ଗୁରୁ ବାବୁରେ ତମେ ଜବର ମାରାମାରି ହେଁ ବୋଲି ଗୁରୁ ଆମେ ଶିକ୍ଷା ଦେବୁ କି ଏଟା ଯେତେବେଳେ କମ୍ପିଟିସନ ନାଚ ହୁଏ ସେତେବେଳକୁ ପିଲାମାନଙ୍କୁ ଜିଲ୍ ପଳେଇ ଆସୁଛି କଣ ଗୋଟେ ଜିତା ହାରା ଆପଣ ତ ଜାଣିଛନ୍ତି ହେଲେ କେମିତି କି ଆମେ ସେଇ ଜିନିଷରେ ଜିତିବୁ ଆମେ ଟିକେ ଜୀବନ ଗଲେ ଯାଉ କିନ୍ତୁ ଆମେ ଛାଡିବୁ ନାହିଁ ଏଇଭଳିଆ ଜିଲ୍ ଟା ପିଲାମାନଙ୍କୁ ପଳେଇ ଆସୁଛି ମୁଁ ଡରି ଯାଉଛି ତାଙ୍କ ଫାଇଟିଂ ଦେଖିକି ବେଳେ ବେଳେ ଡରିକି ହଁ ଆଜ୍ଞା ଆପଣ ଯୋଉ ହାରା ଜିତା କହିଲେ ଇ ଭିତରେ ବି ଗୋଟେ କ୍ୱେଶ୍ଚିନ୍ ରହିଯାଇଛି ଆଜ୍ଞା ଦେଖ ଡବଲ ନାଟ ହଉଛି ତ ଧରି ନିଅ ଆପଣଙ୍କର ନାଟ ସମଥିଙ୍ଗ କେତେରେ ଯାଉଥିବ ଯଦି ଆପଣଙ୍କର ବହଣା କେତେରେ ଗୋଟେ ଜାଗାରେ ଯଦି ନବାର ଥିଲେ କେତେ ଭିତରେ ଗୋଟେ ଜାଗାରେ 40 50 60 ଦୂର ଦେଖିକି ଏମିତି ଯାଉଛି ଧରି ନିଅ ଆଜ୍ଞା 50,000 ନାଇଁ କି ହଁ ସେଇ ଜାଗାରେ ଦୁଇଟା ନାଟ ଯଦି ହଉଥିବ ସେ ବି ସମଥିଙ୍ଗ 50 ରେ ଆସିଥିବ ହଁ 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 ନାଇଁ କି ତ ତା ମାନେ ଗୋଟେ ନାଟ ହାରି ଗଲେ ତାକୁ ପଇସା କମ ଦିଆଯାଉଛି ନାଇଁ 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 ଯିଏ ଜିତିଲା ତାକୁ ଅଧିକା ଦିଆଯାଉ ନାହିଁ ଯିଏ ହାରିଲା ତାକୁ କମ ଦିଆଯାଉ ନାହିଁ ତ ଏ ଭିତରେ କମ୍ପିଟିସନ କୁଆଡୁ ରହିଲା କମ୍ପିଟିସନ ତ ହଉଛି ସେଇଟାକୁ କମ୍ପିଟିସନ ନାଚ କୁହାଯାଉଛି କାହିଁକି ବାହାରର ଯୋଉ ଲାଇକ୍ କମେଣ୍ଟ ଯାକ ଆସୁଛି ଅମକ ଗୁରୁ କୁକୁର ପରା ହାରିଲା ନା ଅମକ ଗୁରୁ ଏମିତି ଜିତିଲା ନା ଅମକ ଗୁରୁ ସମାନ ନାଇଁ ନା ଏ ସବୁ ଜିନିଷକୁ ନେଇକି ଆମ ଗୁରୁ ଗୁରୁ ଭିତରେ ଫାଟ ସୃଷ୍ଟି ହଉଛି ଏଇଟା କରଉଛି କିଏ ଫାଟ ସୃଷ୍ଟି କରଉଛି କିଏ କରୁଛି ଆମେ ଏକା କରୁଛୁ କଣ ପାଇଁ କରୁଛୁ ପବ୍ଲିକ ତ କରୁଛନ୍ତି ପବ୍ଲିକ ଫାଟ ସୃଷ୍ଟି କରୁଛନ୍ତି କାହିଁକି ଆମେ ଯୋଉ କରୁଛୁ ମାନେ ଆମେ କମ୍ପିଟିସନ ନାଚ ଯଦି କରିବୁ ନାହିଁ ବୋଲି କହିଲେ ଲୋକ ମାନୁନାହାନ୍ତି ବାବୁ ଦୁଇଟା ନାଟ ନ ରହିଲେ ଆମେ ଏତେ ଗୁଡିଏ ଲୋକ କେନ୍ତା କରି ସମ୍ଭାଳିବୁ ସେଇଟା ପାଇଁ ଦୁଇଟା ନାଟ କରିବାକୁ ପଡିଲାନି ବୋଲୁଛନ୍ତି ହେଲେ ଡବଲ ନାଟ ଯଦି ହେଲା କମ୍ପିଟିସନ ହିସାବରେ ଯାଉଛି ଏକା ତ କମ୍ପିଟିସନ ହେଲେ ତ ସେ ହାରା ଜିତା ବୋଲବାଟା ହବ ଆଇବ ଆଗା ହାରା ଜିତା ଗ୍ୟାରେଣ୍ଟି ଆଇବ ଜଣେ ହାରବ ଜଣେ ଜିତିବ ଆଗା ତ ଜିତିବା ପାଇଁ କିଛି ନା କିଛି ଗୋଟେ ୟୁନିକ୍ କରିବାକୁ ହଁ ଜିତିବି କେମିତି ଜିତିବୁ ଆମେ ଯିଏ ଯାହାର ବି ଚେଷ୍ଟା ଥାଏ ଉଦ୍ୟମ କରୁଥିବ ଯେ ମୁଁ କେମିତି ଜିତିବି
ଏଠୁ ଭଲ ସୁନାମ ଅର୍ଜନ କରିକି ଯିବି ଏଇ ଜିନିଷ ଆଗ ଚେଷ୍ଟା କରୁଥିବୁ। ହେଲେ କଣ କରିବା ସେମିତି କମ୍ପିଟିସନ ତ ହେଇଯାଉଛି ପିଲାମାନଙ୍କର ଜିଲ୍ ପଳେଇ ଆସୁଛି ସେମିତି ଫାଇଟିଂ କରୁଛନ୍ତି। ତାପରେ ପବ୍ଲିକ ମାନର ମଧ୍ୟ ଯୋଉ ଉତ୍ସାହିତ ନେଇକି ପବ୍ଲିକ ର ଉତ୍ସାହିତ ଦେଖିକି ଆକ୍ଟର ମାନେ ମଧ୍ୟ ବହୁତ ଉତ୍ସାହିତ ହେଇଯାଉଛନ୍ତି ଜିଲ୍ ରେ ସବୁ ରୋଲ କରୁଛନ୍ତି ଆଉ। ତ ଆଜ୍ଞା ଆପଣ ମାନେ ଯୋଉ ଏ କଳାକୁ ବଞ୍ଚେଇ ରଖିବା ପାଇଁ ଆପଣଙ୍କର ଗୁରୁ ଗୁରୁ ଭିତରେ ଭାଇଚାରା ସମ୍ପର୍କ ରଖିବା ପାଇଁ ମାନେ କଣ କଲେ ଭଲ ରହିବ ଆପଣ କଣ ଭାବୁଛନ୍ତି? ଦେଖନ୍ତୁ ମତେ ଆଜି ପର୍ଯ୍ୟନ୍ତ ଆପଣ ମାନେ ଯେତେବେଳେ ପଚାରୁଛନ୍ତି ମୁଁ କହିବାକୁ ବାଧ୍ୟ ହଉଛି ମୁଁ ଫାଟ ସୃଷ୍ଟି ହେବାକୁ ଆମେ ଚାହୁଁନୁ। କାହିଁକି ଡବଲ ନାଟ ଲୋକ ବହଣା ଦେଇକି ଯାଉଛନ୍ତି ଆମେ ଦୁଇଟା ନାଟ ସୁରୁଖୁରୁରେ କରିକିରି ଯିବା ବୋଲିକି ଆମେ ଭାବୁଛୁ। କିନ୍ତୁ ସେଠି ଜିତ୍ ହାର ର ଦୁଇଟା ଜିନିଷ ବାହାରୁଛି। ଯିଏ ଜିତିଗଲା ତାକୁ ବହୁତ ଟାର୍ଗେଟ। ସିଏ ମତେ ଆଜି ଜିତିଛି ତାକୁ ଅମୁକ ଜାଗାରେ ଆହୁରି ଗୋଟେ ଜାଗାରେ ବଣା ଦିଅ ତାର ନାଟ ମୋର ନାଟ ଆଉ ଥରେ ଲଗେଇବି ଏ ଟାଇପ ର ଏମିତି ସୃଷ୍ଟି ଚାଲିଛି। କିନ୍ତୁ ପ୍ରତ୍ୟେକ ଗୁରୁକୁ କିଛି କୁହାଯାଉ ନାହିଁ ମତେ ବହୁତ ପ୍ରେସର କରୁଛନ୍ତି। ମୁଁ ସେଇଟା ହିଁ ସମସ୍ତଙ୍କୁ କହି ଆସୁଛି ମୋର ଗୁରୁ ଭାଇ ମାନଙ୍କୁ ମଧ୍ୟ କହୁଛି ମୁଇଁ କାହାର ଅନିଷ୍ଟ କେବେ କରିନାହିଁ। ପ୍ରତ୍ୟେକ ଆପଣ ମାନେ ୟୁଟ୍ୟୁବ ଖୋଲି ଦିଅନ୍ତୁ ଭୁବନ ଗୁରୁ କମଳଚନ ଗୁରୁ, ଭୁବନ ଗୁରୁ ଭର୍ସେସ ଶରତ ଗୁରୁ, ଭୁବନ ଗୁରୁ ଭର୍ସେସ ଦାମ ଗୁରୁ, ଭୁବନ ଗୁରୁ ଭର୍ସେସ କୈଳାସ ଗୁରୁ, ଭୁବନ ଗୁରୁ ଭର୍ସେସ ବାସୁ ଗୁରୁ ଏ ଟାଇପ ରୁ ଆଗ ଦେଖିପାରିବେ ଆଉ ଅନ୍ୟ ଗୁରୁ କାହାର ଦେଖିପାରିବେ ନାହିଁ। କାହିଁକି ଦେଖିପାରିବେ ନାହିଁ କମ୍ପିଟିସନ ନାଚ କେବଳ ମୋର ବେଶୀ ଯାଉଛି। ମୁଇଁ ଲୋକଙ୍କୁ ହରେଇବି ସବୁ ନାଟକ ମୁଇଁ ଜିତିବି ଏଇ ମନୋଭାବ ଦେଇ ମୁଇଁ ଯାଉନାହିଁ। ଜିତିଲେ କି ହାରିଲେ ସମାନ ପଇସା ମିଳିବ ସବୁ ଜାଗାରେ ଆମେ ଜିତିବୁ ବୋଲିକି କହିହବ ନାହିଁ। ସବୁବେଳେ ମଣିଷ ସମାନ ନଥିବ। ଆଜି ହାରିଛୁ ମାନେ କାଲିକି ଜିତିବୁ ଆଜି ଦୁଃଖ ପାଇଛୁ କାଲିକି ସୁଖ ନିଶ୍ଚୟ ପାଇବୁ। ଏଇ ଚିନ୍ତାଧାରା ଆମ ପାଖେ ଅଛି କିନ୍ତୁ ପ୍ରତ୍ୟେକ ଗୁରୁ ମାନଙ୍କର ସେଇ ବୁଝିବା ଶକ୍ତି ନାହିଁ। ଆଉ ଆମେ ତ ହାରିଗଲୁ ଲୋକ କମିଗଲା ହାର ଜିତ ଅଛି ନା ନାଇଁ ଅଛି ଦୁନିଆରେ ଅଛି। ବହୁତ କିଛି ଜିନିଷ ହାରବାକୁ ପଡୁଛି ବହୁତ ଜିନିଷ ଜିତିବାକୁ ବି ପଡୁଛି ହେଲେ ସେଇ ଜିନିଷ ଗୁରୁ ଭାଇ ମାନେ ଭାବୁନାହାନ୍ତି। ଆଉ ସେମାନେ ସବୁବେଳେ ଭୁବନ ଗୁରୁ କମ୍ପିଟିସନ କରୁଛି ଆମକୁ ଏମିତି କରି ଜିତିଲା ତାକୁ ଅମୁକ ଗାଁରେ ଆଉ ଥରେ ଦେଖବା ଏ ଟାଇପ ର ଏମିତି ମନୋଭାବ ସମସ୍ତଙ୍କ ସୃଷ୍ଟି ହଉଛି। ମୁଁ ଆଉ ଗୋଟେ କଥା କହିବି ଆଜ୍ଞା ଏହାର କଣ କଲେ ଏଇ ସବୁ ଜିନିଷର ସଲ୍ୟୁସନ ହବ? ସଲ୍ୟୁସନ ହବ ମାନେ ଏଟା ସଲ୍ୟୁସନ ହେବାର ପ୍ରଶ୍ନ ଉଠୁନାହିଁ। କାହିଁକି ଡବଲ ନାଟ ହଉଛି ବୋଲି ନିଶ୍ଚୟ ଜଣେ ନା ଜଣେ ଜିତିବ ଜଣେ ହାରିବ। ହେଲେ ଯିଏ ହାରିଗଲା ସିଏ କପଟ ରଖିଥାଉଛି ରିସା ରଖିଥାଉଛି। ଆଉ ଯିଏ ଜିତିଲା ମୁଁ ଜିତିଛି ବୋଲିକିରି ମୁଁ କେବେ ମୁଁ କାହାକୁ ମୁଁ କହିନାହିଁ କି ସେ ଭଗବାନ ମତେ ସେମିତି ଉଗ୍ରୀ କଥା କହିବାକୁ ବଡପଣ କଥା କହିବାକୁ ଭଗବାନ ନ ଦିଅନ୍ତୁ। ମୁଁ ଏତିକି ଚାହୁଁଛି ଭଲରେ ଆମ ଗୁରୁ ଭାଇ ମାନଙ୍କର ସମ୍ପର୍କ ଥାଉ। ହଁ ବହୁତ ଗୁରୁ ମାନଙ୍କ ଠାରୁ କରୁଛି ମୁଁ ଆମ ଭେଣ୍ଡା ଗୁରୁ କର୍ଣ୍ଣ ଗୁରୁ ଏମାନେ ମୋର ସିନିୟର ଗୁରୁ ମାନେ ସେମାନଙ୍କୁ ମୁଁ ନାଟ ସରିଲା ପରେ ମୁଁ ତାଙ୍କୁ ଯାଇକି ସମ୍ମାନ ଦଉଛି କଥା ହଉଛି। ଆଉ ଯେମିତି ଯାହା କିଛି ଆମେ କଥାବାର୍ତ୍ତା ହେଇକରି ଭଲରେ ଆମେ ନାଟ କରିକି ଯାଉଛୁ। କିନ୍ତୁ ଆଜିକାଲି କେତେଟା ଗୁରୁ ବାହାରିଛନ୍ତି ସେମାନେ କମ୍ପିଟିସନ କରିକିରି ଅମୁକ ସମୁକ ଢମୁକ ଦୁନିଆ ଇଏ ଦେଖେଇ ହଉଛନ୍ତି ଆଉ କଣ। ତ ମୁଁ ମଝିରେ ଛୋଟିଆ ମୁଁ ଏଇ ଯୋଉ ୟୁଟ୍ୟୁବର୍ସ ଭାଇ ମାନେ ଅଛନ୍ତି ତାଙ୍କୁ କିଛି ପଦେ କହିବାକୁ ଚାହେଁ ଆପଣଙ୍କ ଜରିଆରେ। ତ ଦେଖନ୍ତୁ ଏଇ ସବୁ ଜିନିଷ ଆଙ୍କେ ଗୁରୁ ମାନେ ହଉଛନ୍ତି ଆମର ଅବିଭକ୍ତ କୋରାପୁଟ ଡିଷ୍ଟ୍ରିକ୍ଟ ର ଜଣେ ଜଣେ ହୀରାଖଣ୍ଡ। କାହିଁକି କୁହ ତାଙ୍କ ପାଇଁ ଆଜି ଆମର କଳା ସଂସ୍କୃତି ଟା ବଞ୍ଚିକି ରହିଛି। ଆଉ ତାଙ୍କେ ବୁଡି ଯାଉଥିବା ଡୁବି ଯାଉଥିବା କଳା ସଂସ୍କୃତିକୁ ବଞ୍ଚେଇକି ରଖିଛନ୍ତି। ତ ପ୍ଲିଜ ମୋର ୟୁଟ୍ୟୁବର୍ସ ଭାଇ ମାନେ ମୁଁ ଆପଣ ମାନଙ୍କୁ ଗୋଟେ କଥା କହିବି ଏଇ ଯୋଉ ୟୁଟ୍ୟୁବ ରେ ଆପଣ ମାନେ ଯୋଉ ନାଟ ଭିଡିଓ ଗୁଡାକ ଅପଲୋଡ କରୁଛ ଏଇ ଯୋଉ ଭରସେସ ଏବେ ଯୋଉ ଗୁରୁ କହୁଥିଲେ ଅମୁକ ଗୁରୁ ଭରସେସ ଢମୁକ ଗୁରୁ ତ ଦୟା ପୂର୍ବକ ସାମାନ୍ୟ କିଛି ଭ୍ୟୁ ପାଇଁ ସାମାନ୍ୟ କିଛି ରେଭିନ୍ୟୁ ପାଇଁ ସାମାନ୍ୟ କିଛି ସବସ୍କ୍ରାଇବର ପାଇଁ ଏଇ ଗୁରୁ ଗୁରୁ ମଧ୍ୟରେ ଫାଟ ସୃଷ୍ଟି କରାଇବା ଜିନିଷଟା ବନ୍ଦ କର ନଚେତ ଆଗାମୀ ଟାଇମରେ ଭଲ ହବ ନାହିଁ। ଏଇ ଯୋଉ ଗୁରୁ ଗୁରୁ ମଧ୍ୟରେ ବି ଫାଟ ସୃଷ୍ଟି ହବ ଏଇ କଳା ସଂସ୍କୃତି ଉପରେ ମଧ୍ୟ କିଛି ନା କିଛି କୁପ୍ରଭାବ ପଡିବ। ତ ପ୍ଲିଜ ଦୟାକରି ମୋର ୟୁଟ୍ୟୁବର୍ସ ଭାଇ ମାନେ ବି ଅଛନ୍ତି ମୋର ଯଦି ଭିଡିଓ ଦେଖୁଛନ୍ତି ପ୍ଲିଜ ସେ ଭ୍ୟୁ ଆରେ ଭାଇ କଷ୍ଟ କର ଭଲ କଣ୍ଟେଣ୍ଟ କର ଭଲ ଜିନିଷ କ୍ରିଏଟ କର ଭ୍ୟୁ ଆପଣଙ୍କୁ ଆପଣ ମାନଙ୍କର ଚ୍ୟାନେଲରେ ଆପେ ଆପେ ଆଇବ ଆପଣ ମାନଙ୍କର ଚ୍ୟାନେଲକୁ ନିଜେ ସବସ୍କ୍ରାଇବ କରିବେ। ଆଉ କଣ ଏଇଟା ସାମାନ୍ୟ ଭ୍ୟୁ ସବସ୍କ୍ରାଇବର ପାଇଁ ଆପଣ ମାନେ ୟା ସହିତ ତା ସହିତ କମ୍ପେୟାର କରୁଛନ୍ତି ଏଇ ଜିନିଷଟା କିନ୍ତୁ ଭଲ କରୁନାହାନ୍ତି।
ଆଜ୍ଞା ଆପଣ ହଁ ବହୁତ ବଢିଆ କଥା। ଏଇ ସବୁ ଜିନିଷ ନେଇକିରି ଗୁରୁ ଗୁରୁ ଭିତରେ ଫାଟ ସୃଷ୍ଟି ହଉଛି। ତାପରେ ମତେ ଗାଡି ବାହାର କରାଉଛ ଭୁବନ ସେଟା ବନ୍ଦ କର କହିବାରୁ ଗୁରୁ ଭାଇ ମାନେ କହିବାରୁ ମୁଁ ସେଇଟା ବନ୍ଦ କରିଦେଇଛି। ଗାଡି ଫାଡି ବାହାର କର ନାହିଁ। ଆଉ ସିଙ୍ଗଲ ନାଟ ଯଦି ହବ ଦର୍ଶକ ମାନେ ଯଦି କହୁଛନ୍ତି ତାହେଲେ 5 ମିନିଟ 2 ମିନିଟ ଇଏ କର ବୋଲି ମୁଁ କହୁଛି। ଆଉ ଡବଲ ନାଟରେ କେବେ ମୋର ଗାଡି ବାହାରିବ ନାହିଁ। ଯଦି ବାହାରିଲା ସେ ନାଟୁଆ ମାନେ ଯଦି ବାହାର କରୁଛନ୍ତି ବୋଲେ ଆମେ ମଧ୍ୟ ବାହାର କରିବୁ ଗୁରୁ ବୋଲିକିରି ପିଲାମାନେ କହୁଛନ୍ତି। ହଁ ଠିକ ଅଛି, ତମେ କିନ୍ତୁ ଫାଷ୍ଟରେ ବାହାର କରିବ ନାହିଁ। ସେ ଲୋକ ଯଦି ଗାଡି ଫାଡି ବାହାର କରି ଡିଷ୍ଟର୍ବାନ୍ସ କରୁଛି ତମେ ବି ବାହାର କର, ଏଇଟା ମୁଁ କହିସାରିଛି। ବହୁତ ସୁନ୍ଦର ଆଜ୍ଞା, ଆପଣଙ୍କ ସହିତ କଥା ହେଇକି କିଛି ନୂଆ ଜିନିଷ ଜାଣିବାକୁ ମିଳିଲା। ଆଉ ଆମର ଦର୍ଶକ ବନ୍ଧୁ ମାନେ ଯୋଉଟା ତାଙ୍କେ ଚାହୁଁଥିଲେ ତାଙ୍କେ ନିଜେ ଆଜି ପାଟିରୁ ଶୁଣିଥିବେ। ତ ଆଜ୍ଞା ଦେଖନ୍ତୁ, ଆପଣଙ୍କର ଏଇ ବର୍ଷ ଆପଣଙ୍କର ଏଇ ଚଳିତ ବର୍ଷରେ କେତେଟା ନାଟକ ଆପଣଙ୍କର ରନିଂ ରେ ଅଛି? ଏଇ ବର୍ଷ ମୁଁ ରନିଂ ଅଛି ମୋର 9ଟା ନାଟ ରନିଂ ଅଛି। ଆଉ ଭଲ ଏଇ ବର୍ଷର ନୂତନ ନାଟକ ଆପଣଙ୍କର କେତେ? ମୋର ଏ ବର୍ଷର ନୂତନ ନାଟ 6ଟା। ମୁଁ 6ଟା କାଢିଥିଲି ଆଉ 2ଟା ବନ୍ଦ କରିଦେଲି। କାହିଁକି ବୋଲେ ମତେ ସମୟ ହେଲା ନାହିଁ। 8ଟା ଆଙ୍କଡା ଧରିଥିଲି, 6ଟା କାଢିଲି, 2ଟା ବନ୍ଦ କରିଛି। ଆପଣଙ୍କର ଶିଷ୍ୟ କେତେଟା ଆଜ୍ଞା? ମୋର ଶିଷ୍ୟ ଖାଲି ଗାୟକ ଶିଷ୍ୟ ଅଛନ୍ତି 9ଟା। ଆଉ ଏବେ ନୂଆରେ ଆଉ କେତେଟା ଜଏନିଂ ହବାକୁ ଯାଉଛନ୍ତି ନୂଆ ଭାଇ ମାନେ। ତ ଦେଖନ୍ତୁ ଆଜ୍ଞା, ଆପଣଙ୍କର ଏଇ ପୌରାଣିକ ଆଉ ସାମାଜିକ କାଳ୍ପନିକ ଏଇ ଭିତରେ ଆପଣଙ୍କର ଚିନ୍ତାଧାରା କୋଉ ଟାଇପ ର? ହଁ ମୁଁ ତ ମୋର ବାପା କହିକି କହି ଚାଲି ଯାଇଛନ୍ତି, ବାବୁ ଯେତେ ତୁ ନାଚ ଶିଖେଇଲେ ମଧ୍ୟ ପୌରାଣିକ ନାଚ ଗୋଟେ ଶିଖେଇବାକୁ ବାଧ୍ୟ। ତୁ ପୌରାଣିକ ନାଚ ଗୋଟେ ନିଶ୍ଚୟ ଶିଖେଇବୁ ବୋଲି ମୋ ବାପା କହିଛନ୍ତି। ମୁଁ ଯେତେ ଗାଁ ରେ ଯାଉଛି ଭାଇ ପୌରାଣିକ ନାଚ ଗୋଟେ ଶିଖେଇବା ଭଲ ରହିବ, ଭଲ ମଡେଲିଂ ରେ ଗୋଟେ କରିବା। କହୁଛି ନାଇଁ ଗୁରୁ ପୁରା ନା ଶିଖୁ ଖାଲି ସାମାଜିକ ଆଗ ଶିଖିବୁ ବୋଲି ପିଲାମାନେ କହିଲେନି ବୋଲି କହୁଛନ୍ତି। ସେଥିପାଇଁ ମୁଁ ବାଧ୍ୟ ହଉଛି ସାମାଜିକ ଶିଖେଇବା ପାଇଁ। ମୋର ପୌରାଣିକ ନାଚ ଶିଖେଇବାକୁ ବହୁତ ଇଚ୍ଛୁକ ଆଉ ବହୁତ ନଲେଜ ବି ଅଛି ମତେ। ମୁଁ ଆପଣଙ୍କୁ ସତ କଥା କହୁଛି, ଆପଣ କିଛି ମାଇଣ୍ଡ କରିବେ ନାହିଁ। କାହିଁକି ପୌରାଣିକ ଉପରେ ନାଇଁ କି ମତେ ବହୁତ ଇଣ୍ଟରେଷ୍ଟ ଯାଉଛି। କରିବାକୁ ମୁଁ ବହୁତ ଚାହୁଁଛି, ମତେ ଗାଁ ଟା ସେତେ ସୁଯୋଗ ମିଳୁନାହିଁ ଆଉ। ତ ଦେଖିଲେ ଦର୍ଶକ ବନ୍ଧୁ ମାନେ ଗୁରୁଙ୍କର ଏବେ ବି ମାନେ କିଛି ଲୋକ କହୁଛନ୍ତି ଆଜ୍ଞା କି ଭୁବନ ଗୁରୁକୁ ପୌରାଣିକ ନାଟ ଶିଖେଇବାକୁ ଜଣା ନାହିଁ, ହଁ ହଁ ନାଇଁ କାହିଁକି ଆମେ ସେ ଜିନିଷ କରିନୁ ଦେଖେଇନୁ ଲୋକ ସେମିତିକା ଭାବବେ। ଆଗେ ଜଣା ନାଇଁ କାହିଁକି ନା ତେବେ ସିନା ଏଇଟା ମନା କରଲାନି ନହେଲେ ପୁରା ନାଟନା କର୍ତ୍ତା କି ବୋଲିକରି କହୁଛନ୍ତି। ତ ଆମେ ଆଶା କରିବୁ ଆଜ୍ଞା ନିଶ୍ଚୟ ଏଇ ଯୋଉ ଭିଡିଓ ଦେଖୁଥିବା ଭିତରେ କିଛି ନା କିଛି ଜାଗା ଆପଣଙ୍କୁ ନିଶ୍ଚୟ ସିଲେକ୍ଟ ହବ, ଯୋଉଟା କି ଆପଣ ଆମେ ଇଚ୍ଛା କରୁଛୁ ଆପଣଙ୍କର ଭୁବନ ଗୁରୁଙ୍କର ପୌରାଣିକ ନାଟକ ଦେଖିବା ପାଇଁ। ଠିକ ଅଛି, ଦର୍ଶକ ବହୁତ ଖୁସିର କଥା। ଆଜ୍ଞା ଆଉ ଆପଣ ଯୋଉ କୋଶ୍ଚିନ୍ କଲେ ମତେ ବହୁତ ହୃଦୟକୁ ଛୁଇଁଗଲା। ନିଶ୍ଚୟ ପୌରାଣିକ ନାଚ ମୁଁ ଆପଣ ମାନଙ୍କୁ ଦର୍ଶକ ମାନଙ୍କୁ ଦେଖେଇବି। ଆଉ ଏଇ ଚ୍ୟାନେଲ ରେ ମୁଁ ପ୍ରଥମେ ଅପଲୋଡ କରିବି ମୋର ପୌରାଣିକ ନାଚ। ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କର ବହୁ ମୂଲ୍ୟ ସମୟ ଦେଇଥିବାରୁ। ଆଉ ଏବେ ସମୟ ବି ବହୁତ ହେଇଗଲା ଆଜ୍ଞା, ଇଚ୍ଛା ଥିଲା ଆପଣଙ୍କ ସହିତ ବହୁତ କିଛି କହିବା। କଣ କରିବା ସମୟ କିନ୍ତୁ ସବୁଠାରୁ ବଳବାନ। ମୁଁ ଯେତେବେଳେ ବି ଯୋଉ ଗୁରୁ ଆଜ୍ଞାଙ୍କ ପାଖକୁ ଯାଏ ଆଜ୍ଞା ମତେ ଛାଡିକି ଯିବାକୁ ଇଚ୍ଛା ହୁଏନି। କାହିଁକି ନା ମୁଁ ବି ଜଣେ ନାଇଁ ରିପୋର୍ଟର ବଦଳରେ ମୁଁ କଳାକାର ହେଇଯାଏ କି ଏଇ ଟାଇପ ର ଫିଲିଙ୍ଗ ହୁଏ। ବହୁତ ଧନ୍ୟବାଦ, ଯୋଉ ଆଶା ଟା ନେଉଛ ସେଥିପାଇଁ ଆମ ଗର୍ବିତ ଆମେ। ତ ମୋର ବହୁତ ବହୁତ ଆପଣଙ୍କୁ ଧନ୍ୟବାଦ ରିକ୍ୱେଷ୍ଟ। ଆଉ ଦର୍ଶକ ଭାଇ ମାନଙ୍କ ତରଫରୁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଯୋଉଟା କି ଆପଣଙ୍କର ବହୁ ମୂଲ୍ୟ ସମୟ ଦେଇଛନ୍ତି। ତ ଦର୍ଶକ ବନ୍ଧୁ ଦେଖିଲେ ଭୁବନ ଗୁରୁଙ୍କର ଇଣ୍ଟରଭ୍ୟୁ ଟା ଆପଣ ମାନଙ୍କୁ କେମିତି ଲାଗିଲା? ଆଉ ଯୋଉ ଯୋଉ ଲୋକମାନେ ବି ତାଙ୍କ ବିଷୟରେ ଯୋଉଟା କି ବେଡ ଫିଲିଙ୍ଗସ ଥିଲା ସେଇ ସବୁ ଜିନିଷ ପୁରା କ୍ଲିୟର ହେଇଯାଇଥିବ। କାହିଁକି ନା ତାଙ୍କର ପୌରାଣିକ ଭିତରେ ବହୁତ ଇଣ୍ଟରେଷ୍ଟ। ତାଙ୍କୁ ମେନ୍ ହେଲା ସୁଯୋଗ ମିଳୁନାହିଁ। କରେକ୍ଟ କଥା। ଯଦି ଆମେ ଜଣକୁ ସୁଯୋଗ ଦବା ନିହାତି ଭାବରେ ସେ ଜିନିଷ କାର୍ଯ୍ୟକାରୀ ହବ। ତ ମୁଁ ଆଶା କରୁଛି ଗୁରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା ବି କରୁଛି ଆଗାମୀ ନେକ୍ସଟ ଇୟର କୁ ଆପଣଙ୍କୁ ନିଶ୍ଚୟ ଭଲ ଗୋଟେ ପୌରାଣିକ ଶିଖେଇବା ପାଇଁ ଗୋଟେ ଆଖଡା ମିଳୁ। ହଉ ଆପଣ ମାନଙ୍କର ଭଲ ପାଇବା, ଆପଣ ମାନଙ୍କର ଆଶୀର୍ବାଦ, ସେ ମା ମଙ୍ଗଳାଙ୍କର ଦୟା ଆଉ ଦର୍ଶକଙ୍କ ଭଲ ପାଇବା। ଆଉ ଦର୍ଶକ ମାନଙ୍କର ତ ଭଲ ପାଇବା ଅଛି, ଥିବ ଚାଲିଥିବ ଚାଲିଛି ମଧ୍ୟ। ତ ଦର୍ଶକ ବନ୍ଧୁ ଠିକ ଅଛି, ବହୁତ ସୁନ୍ଦର ଭାବରେ କଥା ହେଲୁ ତାଙ୍କର ଇଣ୍ଟରଭ୍ୟୁ ନେଲୁ ତ
दर्शक बंधु देखा आउ गोटे नुआ वीडियो नुआ कंटेंट नहीं कि एते बेल पर्यंत हमको विदाई दियंतु जय हिंद जय जगन्नाथ नमस्कार गुरु तो पुणी थरे देखा हो आउ केबे